ଥରେ ରାଧା କୃଷ୍ଣଙ୍କୁ ପଚାରିଲେ, ହେ କାହ୍ନା, ମୋ ଭଲ ପାଇବା କାହିଁକି ମତେ ମିଳିଲାନି ବୋଲି। କୃଷ୍ଣ ଆଖିରେ ଛଳ ଛଳ ଲୁହ ନେଇ ରାଧାକୁ କହିଲେ, ହେ ରାଧେ, ଭଲ ପାଇବା ଦିଟା ହୃଦୟର ମିଳନରୁ ହୋଇଥାଏ, କେବେ ଗୋଟିଏ ହୃଦୟକୁ ନେଇ ଭଲ ପାଇବା ହେଇନଥାଏ। ତମର ଆଉ ମୋର ହୃଦୟ କେବେ ଅଲଗା ନଥାଏ, ଯୋଉଥିପାଇଁ କେବେ ମୁଁ ତମକୁ ବିବାହ କରିପାରିଲିନି। କାହିଁକି ନା ଦେହର ଛୁଆରେ ଭଲ ପାଇବା ହୁଏନି, ମନର ମିଳନରେ ହୁଏ। କିଏ କଣ ଚାହେଁ ନିଜର ହୃଦୟକୁ ନିଜେ ବାହା ହେବା ପାଇଁ। ଆମ ଦେହ ସିନା ଅଲଗା, ହେଲେ ମନ ପରା ଗୋଟିଏ। ତମେ ଆଉ ମୁଁ କେବେ ଅଲଗା ନଥିଲି, ମୋ ଭଲ ପାଇବା ଅଲଗା ନଥିଲା, ଯୋଉଥିପାଇଁ କି ମୁଁ ତମକୁ ଚାହିଁକି ବି ନିଜର କରିପାରିଲିନି। ସେଇଥିପାଇଁ ଗୋଟେ ଅଲଗା ହୃଦୟଧାରୀ ମଣିଷକୁ ମୁଁ ବାହା ହେଇଗଲି, ଯାହାକୁ ଏ ଦୁନିଆ ସ୍ତ୍ରୀ ବୋଲି କୁହେ, ଯାହା ରୁକ୍ମିଣୀ ନାମରେ ପରିଚିତ। ହେଲେ ରାଧା ଆଉ ମୁଁ ଅଲଗା ହେଇଗଲି। ଏ ଦୁନିଆକୁ ଗୋଟେ ଶିକ୍ଷା ମିଳିଲା କି ଭଲ ପାଇବା ପାଇବାରେ ନୁହେଁ, ବିରହ ଯନ୍ତ୍ରଣାରେ ମଜା ଥାଏ। ବିରହ ଯନ୍ତ୍ରଣାରେ ଯୋଉ ମଜା ଥାଏ ସେଟା ପାଇବାରେ ନଥାଏ। ରାଧେ।